ଆପଣ ଜାଣିଛନ୍ତି ବିଗତ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତାପରେ ପରେ ସେ ଆସିବା କଥା କିନ୍ତୁ ଅସୁସ୍ଥତା ଯୋଗୁଁ ଆସିଲା କିନ୍ତୁ ଏବେ ଯେବେ କିଛିଟା ସୁସ୍ଥ ହେଇଗଲା ପରେ ସେ ଜାଣିଲେ ସମାବେଶ ହେଉଛି ମୁଁ ମଧ୍ୟ କାରଣ ଯାହାହେଲେ ଦୀର୍ଘ 50 ବର୍ଷ ଧରି ଲୋକଙ୍କ ସାଙ୍ଗରେ ଏହି ଅଞ୍ଚଳର ସବୁ କିଛି ସେହି କରିଛନ୍ତି ସେହି ହେଉଛନ୍ତି ବିଷୟ ଲୋକମାନଙ୍କ ପାଖକୁ ଯିବାର ବହୁତ କଷ୍ଟ ନିଜର ଆସିଲେ କିନ୍ତୁ ଆସିଲେ ଯଦି କୋଉ ହିସାବରେ ଚାହିଁଲେ ସେ ତାଙ୍କ ନିଜ ଲୋକଙ୍କୁ ଦେଖୁଛନ୍ତି କାଲି ସକାଳେ ପ୍ରକୃତରେ ଲୋକ ତାଙ୍କୁ ସେ ଲୋକ ସେ ଯେଉଁ ଭାବର ଆଦାନ ପ୍ରଦାନ ଯେଉଁ ଖୁସି ତାର ଗୋଟିଏ ଜୀବନ୍ତ ସାକ୍ଷୀ ମୁଁ ସେ ସୌଭାଗ୍ୟ ପ୍ରାପ୍ତି ମଧ୍ୟ କରିଥିଲେ କିନ୍ତୁ ସେଇ ପରିପ୍ରେକ୍ଷୀରେ ଆସିଥିଲେ ଏବଂ ସିଏ ମଧ୍ୟ ନବୀନ ପଟ୍ଟନାୟକ ତାଙ୍କ ଶାସନ ସବୁବେଳେ ଏବଂ ସେ ସେଇ କଥା କହିଲେ ଯେ ନବୀନ ପଟ୍ଟନାୟକ ହେଉଛନ୍ତି ଆଜିକା ଦିନରେ ଅଗ୍ରଗତି ତାଙ୍କର ସମକକ୍ଷ ହେବା ଭଳି ନେତା କିଏ ନାହାନ୍ତି ଯାହା ଡକ୍ଟର ଦାମୋଦର କହିଲେ ଭାଷଣ କାହିଁକି ନା ନବୀନ ପଟ୍ଟନାୟକ ଅନେକ କିଛି କାର୍ଯ୍ୟ କରିଛନ୍ତି ଏବଂ କରୁଛନ୍ତି ତେଣୁ ସେ ଦୃଷ୍ଟିରୁ ସିଏ ମଧ୍ୟ ଦୃଢ଼ ନିଶ୍ଚିତ ଏଥର ଗତ ଥର ଅପେକ୍ଷା ସର୍ବାଧିକ ପରବର୍ତ୍ତୀ ମୁଭମେଣ୍ଟ କଣ ହବ ବିଜେଡିର ଚିରାଚରିତ ପରବର୍ତ୍ତୀ ମୁଭମେଣ୍ଟ କିଛି ବିଜେଡିର ନଥାଏ କାରଣ ବିଜୁ ଜନତା ଦଳ 5 ବର୍ଷ ଯୋଉଦିନ ଆମେ ବିଧାୟକ ଭାବେ ଶପଥ ନେଇଛୁ ସେଦିନ ଠାରୁ ଆମକୁ ନିର୍ଦ୍ଦେଶ ଆସିଲେ ଲୋକମାନଙ୍କ ପାଖରେ ସେବକ ହିସାବରେ କାମ କରିବାକୁ ଆପଣମାନେ ଦେଖିଥିବେ ପ୍ରତ୍ୟେକ ମାସରେ କିଛି ନା କିଛି ନୂତନ ଘୋଷଣା କରାଯାଉଛି ବହୁତ ପ୍ରକାର ଘୋଷଣା କରାଯାଉଛି ଲୋକଙ୍କ ମାନଙ୍କ ପାଇଁ ସେ ମିଶନ ଶକ୍ତି ବାବଦରୁ ପଞ୍ଚାୟତ ହଉ ରାସ୍ତାଘାଟ ମଠ ମନ୍ଦିର ସ୍କୁଲ କଲେଜ ସବୁର କାମ ହେଇସାରିଛି ମୋ ହସ୍ପିଟାଲ ହଉ ମୋ ସ୍କୁଲ ହଉ ମୋ କଲେଜ ହଉ ମଠ ମନ୍ଦିର ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ସବୁ ପାଇଁ ବହୁତ ଯୋଜନା କାର୍ଯ୍ୟକାରୀ ହେଉଛି ଏବଂ ସେ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଆମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆରମ୍ଭ ନିର୍ଦ୍ଦେଶ ଦେଇଛନ୍ତି ତ ଆମେ ବିଧାୟକ ମାନେ 5 ବର୍ଷ ଧରି ସେଇଥିରେ ପ୍ରାର୍ଥିତ୍ୱ ସେଇଥିରେ ଲାଗିଥାଉ ତ ନିର୍ବାଚନ ଆସିଲେ ଆମର କିଛି ଭୂକ୍ଷେପ କରିବାର ନାହିଁ କି ଆମେ ସେଥିରେ ରେଡିଓକୁ ବାହାରିବୁ ଆମେ ବହୁତ ଆଗରୁ ବାହାରି ସାରିଛୁ 5 ବର୍ଷ ଧରି ଆମେ ଲୋକମାନଙ୍କ ସାଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନ୍ୟ ଦଳମାନେ ନିର୍ବାଚନ ଆସିଲେ ସେମାନେ ଖୁପୁରୁ ଖାପୁରୁ ହେବେ ଡିଆଡି କରିବେ ଆ ବିରୁଦ୍ଧରେ ତା ବିରୁଦ୍ଧରେ କହିବେ ଚାଲେ କିନ୍ତୁ ବିଜୁ ଜନତା ଦଳ ସେ ନୀତି ନାହିଁ ଆରମ୍ଭରୁ ଯେହେତୁ ବିଜୁ ଜନତା ଦଳ ପ୍ରଥମରୁ କହିଛି ଯେ ଯେଉଁମାନେ ବିଧାୟକ ଭାବେ ଜିତନ୍ତୁ କି ଏମ୍ପି ଭାବେ ଜିତନ୍ତୁ ଶାସକ ହୁଅନ୍ତୁ ମୁଁ ତ କଥା ଆରମ୍ଭ କରିବା ପୂର୍ବରୁ କହିଥିଲି ଯେ ମୁଁ କୁଜଙ୍ଗରେ ରାଜନୈତିକ ସଭା କରିବାକୁ ଆସିଲି ଦୀର୍ଘ 50 ବର୍ଷର ସମ୍ପର୍କ ତାକୁ ନେଇକରି ମୁଁ ବର୍ତ୍ତମାନ ଅସୁସ୍ଥ ଅବସ୍ଥାରେ ଅଛି ଏବଂ ସେଇ ଲୋକମାନଙ୍କୁ ଆପଣ ଲୋକମାନଙ୍କୁ ଥରେ ଦେଖିବି ସେମାନେ ମୋତେ ଦେଖିବେ ସେଇଥିରେ ଆତ୍ମସନ୍ତୁଷ୍ଟି ଆସିବ ସେଇଥିରେ ମୁଁ ଆସିବି निलंबन आदेश उठिला परे आपण कहते सोशल मीडिया चर्चा होची जे मु मुख्यमंत्री कही नाही किंतु तथापि निलंबन आदेश उठिची एबे केते दिन लागिबा आस्था भाजन होबा पई दाम बाबू नवीन पट्टनायक पाखरे सांबादिक मानकर क्यों बाहर करिया तो अभ्यास अछि 6 वर्ष मु किए छे ना माइक डायर 6 वर्ष काल मत दलू निलंबन कलापर हठात नवीन पट्टनायक उठे से मुझे धन्यवाद दूँ ये धन्यवाद दूसरी मोर हजि जा संपद को से मत फेर मोर यथेष मोर किसी पाइबार ना मोर किसी कहबार ना केवल ठाकुर प्रधानता मुझे धन्यवाद दूँ।